ସେକରେ ମତେ ଚାହିଁକି ବସଛ ପଦାକୁ ଟିକେ ହେଲେ ଛାଡି ଦଉନ। କଣ କହିଲୁ? ମୋର ଗୋଟେ ସାକି ତତେ ଦି ଜାବଡା ଦେଲେ ତୁ ସାଇ ହେଇଛୁ। ରହ ଏଇନା। ହଁ ବାପା ଚାରି ହାତ ପଛକୁ ଘୁଞ୍ଚିକି ହାତ ଉଠାଅ। କାଇଁ ମୋ ଦେହଟା କଣ ଗନ୍ଧଉଛି? ବାପା ତମେ ପରା କହୁଥିଲ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହେଲେ କେହି କାହା ପାଖରେ ଠିଆ ହେବା କଥା ନୁହେଁ। ଏବେ ବଡିଆ ବୋଲି ପାଖକୁ ପଳେଇ ଆସୁଛ। ସତରେ ତାହେଲେ ତମର କଥାବାର୍ତ୍ତା ଠିକ ନାହିଁ ଆଉ। ହଁ ସେଇଥିପାଇଁ ତ ଏ ବାଡିଟା ହାତରେ ଧରିଛି। ଘରେ ଚୁପଚାପ ହେଇ ବସିବୁ ନା ବାହାର ଖାଇବୁ? ବାପା ମୁଁ ପୁରା ଗେଣ୍ଡୁ ପାଖକୁ ଯାଉଥିଲି। ବହିଟା ତା ପାଖରେ ଅଛି, ଆଣିକି ଘରେ ବସିକି ପଢିବି ଆଉ। ତୋର ପାଠ ପଢାରେ କେତେ ମନ ସେ କଥା ମତେ ବେଶ ଜଣା। ବାହାରକୁ ଯିବା ପାଇଁ ବାହାନା କାଢୁଛୁ। ଏଇଠୁ ଭିଡିଓ କଲ କରିକି ଗେଣ୍ଡୁକୁ ଦେଖେ ଆଉ ତା ସାଙ୍ଗେ କଥା ହ। ଲକଡାଉନ ସମୟରେ କେହି ପଦାକୁ ଗୋଡ କାଢିବେନି। ଆରେ ଚକରା ଗେଣ୍ଡୁକୁ ଫୋନ ଦେଲୁ? ଏ ଟୋକାର ମନ ଆଉ ଘରେ ଲାଗୁନି। ତା ସାଙ୍ଗେ ଟିକେ କଥା ହେଇଯାଉ। କକା ଗେଣ୍ଡୁ ଦେହ ଭଲ ଅଛି ତ? ହଲେ ଲତିଆ ମଜା ବଲାତି ମୋ କକାଲା ତୁଲା ତୁଲା ଆସିଛନ୍ତି। କେତେ କେଲ ଲାଲିଛନ୍ତି ମୋ ପାଇଁ। ଆବେ ସାଙ୍ଗ ହେଇକି କେଲିବା। ଥାଉ ଥାଉ ଏତେ ସ୍ୱପ୍ନ ଦେଖେ ନା। ଜାଣିନୁ ଯୋଉମାନେ ଓଡିଶା ବାହାରୁ ଆସିଥିବେ ସେମାନେ ଅଲଗା ରହିବା କଥା। ସେମାନଙ୍କୁ ଛୁଇଁବନି କି ସେମାନେ ଆଣିଥିବା ଜିନିଷକୁ ବି ଛୁଇଁବନି। ଆରେ ଜଗନ୍ନାଥ ତୋ ଭାଇକୁ ଅଲଗା ରଖୁଛୁ ତ? ହେଲେ ମାସ୍କ ପିନ୍ଧିକି ଆଇଥିଲା ଆଉ ତା ଦେହ ପୁଲା ଭଲ ଅଛି। ଶୁଣୁ ମାସ୍କ ପିନ୍ଧୁ କି ଭଲ ଥାଉ ତାକୁ ଓଡିଶା ସରକାର କରିଥିବା କ୍ୟାମ୍ପରେ 14 ଦିନ ରଖିବା କଥା। ତାପରେ ଘରକୁ ଆସିବ। ଆଉ ହଁ ଆମେ ମାନେ ବି ତାକୁ ଖରାପ ବ୍ୟବହାର ଦେଖିବା ଉଚିତ ନୁହେଁ। ଆରେ ଚକରା ମୁଁ ଶୁଣିଲି ତ ବିଦେଶ ଫେରନ୍ତା ଭାଇକୁ ଘରେ କଣ ଆଣି ରଖିଛୁ? ସେ ଭାଇ ସୁହାଗ ଛାଡ ରେ ବାପା। ତାକୁ କହ ତୁରନ୍ତ ଏ ଗାଁ ଛାଡି ପଳାଇବ। ଆରେ ବସି ଏ ଗାଈର ଗୋବର ଗୋଟେଇ ଗୋଟେଇ ତ ବୁଦ୍ଧି ଗୁଡାକ ସବୁ ଗୋବର କରି ସାରିଲୁଣି। ଆରେ ସେ ବାହାରେ ଥିଲା ଜୀବନ ବିକଳ ଗାଁକୁ ପଳେଇ ଆସିଛି। ତାକୁ ଗାଁରୁ ତଡ଼ି ଦେଲେ ସେ କୁଆଡେ ଯିବ? ସେ ଯୁଆଡେ ଯାଉ ଆରେ ବାହାର କା ମାଲ ଧରିଆ ମ୍ୟାଡାମ। ହେ ଭଗବାନ ଦତିଆ ଭାଇ ଯଦି ମୋ ଭାଇ ଦେଲେ ଭାଇ ଥିବ ତେବେ କଣ ତାକୁ ଭଲୁ ବାହାଲ କରିଦେବି? ଆରେ ଡରିବାର କିଛି ନାହିଁ। 104 କୁ କଲ କରିକି ଜଣେଇ ଦେ। ସ୍ୱାସ୍ଥ୍ୟ ବିଭାଗ ତାଙ୍କ କଥା ବୁଝିବେ। ତତେ ତାଙ୍କୁ ମେଡିକାଲ ନେଇକି ଯିବାକୁ ଦରକାର ନାହିଁ। 14 ଦିନ ଯାଏ ସଂଗରୋଧ କରି ତାକୁ ଅଲଗା କରି ରଖିବୁ। ତା ଜିନିଷ ପତ୍ର କିଛି ବ୍ୟବହାର କରିବୁନି କି ଛୁଇଁବୁନି। କିନ୍ତୁ ତତେ ଯଦି ସାଧାରଣ ଥଣ୍ଡା କି କାଶ କି ଅନ୍ୟ କଣ ରୋଗ ହୁଏ ମେଡିକାଲ ଯିବା ଦରକାର ନାହିଁ। ସବୁ ଗାଁରେ ଆଶା ଦିଦି ଏବଂ ଏଏନଏମ୍ କର୍ମୀ ଅଛନ୍ତି। ସେମାନଙ୍କୁ ପଚାରି ମେଡିସିନ ଖାଇବୁ। ଅଲେ ଲତିଆ ତୁ ଏତେ କଥା କେମିତି ଜାଣନ୍ତି କିଲେ? କହନ୍ତି ଆତେ ଆତେ ଆମ ଗଲେ ଚା ପିଇକି ଯିବୁ। ମୋ ଭାଇ ବଲିଆ ମିଠା ଆଣିଛି ଖାଇବୁ। ହଉ 7 ଖଣ୍ଡ ରାମାୟଣ ସରାଣି ରେ ବାପା। ତୁ କହୁଛୁ ତୁମ ଘରେ ବସି ଚାହା ପିଇବି? ନାଇଁ ନାଇଁ ରେ ଆଉ ସାଙ୍ଗସାଥି ବନ୍ଧୁ ବାନ୍ଧବ ଅତିଥି ଅଭ୍ୟାସଗତକୁ ଚର୍ଚ୍ଚା କରିବାକୁ ପଡିବନି ରେ ବାପା। ହଉ ବନ୍ଧୁ ଆସିଲ ବନ୍ଧୁ ଭଲ କଲ। ବସିବାକୁ ନାଇଁ ଠା। ଯୋଉ ବାଟ ବାଟେ ଆସିଲ ବନ୍ଧୁ ସେଇ ବାଟ ବାଟେ ଯା ରେ ବାପା। ଜଟିଆ ଏ ଜଟିଆ ଆରେ ଫୋନ କାଟିଦେ ରେ ଜଟିଆ। ବାପା ଗେଣ୍ଡୁ ସାଙ୍ଗେ ତ କଥା ହେଲି। ଆଉ ଟିକେ ଗୋଲି ସାରଙ୍କୁ ଭିଡିଓ କଲ କରୁନ। ମୁଁ କଣ କହୁଥିଲି କି ତାଙ୍କର କେମିତି ସବୁ ଅଛନ୍ତି ଟିକେ ହଲଚଲ ପଚାରିବା ଆଉ। ତୁ ତ କହିଲୁ ଖାଲି ଗେଣ୍ଡୁ ସହ କଥା ହବୁ ବୋଲି। ପୁଣି କଣ ଗୋଲି ସାରଙ୍କୁ ଫୋନ କରିବାକୁ କହୁଛୁ? ଗୋଲି ସାର କଣ ଛୋଟ ଛୁଆ ହେଇଛନ୍ତି? ତାଙ୍କ ଖବର ସେ ଠିକ ବୁଝୁଦେବେ। ତୋର କଥାବାର୍ତ୍ତା ଠିକ ନାହିଁ। ଆପଣ ଜାଣିଛନ୍ତି କି ବ୍ରହ୍ମାସ୍ତ୍ର ଫିଲ୍ମ ରିଲିଜ ଡେଟ୍ କାହିଁକି ଘୁଞ୍ଚିଲା? ଯଦି ଜାଣିନାହାନ୍ତି ତେବେ ଶୀଘ୍ର ହେଲୋ ଆପ୍ଲିକେସନ ଦ୍ୱାରା ପ୍ରତିଦିନର ଘଟଣା ସବୁ ଜାଣନ୍ତୁ। ଆପଣଙ୍କୁ ଖାଲି ହେଲୋ ଟ୍ରେଣ୍ଡସରେ ଯାଇକି କ୍ଲିକ୍ କରିବାକୁ ପଡ଼ିବ। ଆଉ ଯେତେ ବି ଟ୍ରେଣ୍ଡିଂ ନ୍ୟୁଜ୍ ଯେମିତିକି ସେୟାର ମାର୍କେଟ, ବଲିଉଡ ଆଉ ଅନ୍ୟ ଆର୍ଟିକଲ ସବୁ ପଢ଼ିପାରିବେ। ତେବେ ଆଉ ଡେରି ନ କରି ଡାଉନଲୋଡ କରନ୍ତୁ ହେଲୋ ଆପ୍ଲିକେସନକୁ। ଡେସ୍କ୍ରିପ୍ସନରେ ଲିଙ୍କ ଦିଆଯାଇଛି। कपट खोलो। ହେଲେ କିଏ କିଲେ ଲ ଲ ତବ ତ ତଲୁତି। अरे गंडूर तो पिल्ले कंठो तोतला कथा सुनिବାକୁ ଭଲ ଲାଗେ। ଏମିତି ଘୋଡ଼ା ଭଳି କି କଥାବାର୍ତ୍ତା କରୁଛି। अरे गंडू
କାଲି ରାତିରେ କଣ ବଡ ଭାବେ ମେଡିସିନ ଖାଇ ଦେଇଛୁ ନା କଣ? ଗୋଟେ ରାତିରେ ପୁରା ପିଲାର ତଗଡା ମର୍ଦ୍ଦଟି ହେଇଗଲୁ। ନିଶ୍ଚୟ ଉଠିଗଲେ। ଆଲେ ଏ ପାଗଳ ତ କଣ ଏଠି ବଲ ବଲ ହଉଥିଲେ? ଆଲେ ଚଲ ଗପ ଗପୁତୁ। ଗେନ୍ଦୁ କିଏ? ତା ବାପା କିଏ ଜାଣି ପାରିଲୁ? ଗାନ୍ଦୁ ଗାନ୍ଦୁ କଣ ଡାକୁଥିଲେ? ତା ନା ପିଲା ଗେନ୍ଦୁ। ଗେନ୍ଦୁ ଗେନ୍ଦୁ ପୁଲ। ତୁ ତାକୁ ଗାନ୍ଦୁ ଗାନ୍ଦୁ ଡାକି ତା ନା ତାକୁ ପିଲା ଏମିତି କରିଚାରିଲୁନି। ତମେ ଗାଣ୍ଡୁର ବାପା? ସରି ସରି ମଉସା, ପିଲାମାନେ ବାପା ମାଙ୍କ ପରି ହୁଅନ୍ତି ତ। ତମେ ପୁରା ଗାଣ୍ଡୁର କାର୍ବନ କପି। ଆଉ ମୁଁ ତମକୁ ଆଗରୁ ଦେଖିନଥିଲି ତ, ସେଥିପାଇଁ ଭୁଲିଗଲା। ଗାଣ୍ଡୁର ସାଙ୍ଗ ଟେଷ୍ଟ ପେପର ନେବାକୁ ଆସିଥିଲି। ଓହୋ ତୁ ତାହେଲେ ନତିଆ। କିନ୍ତୁ ତ ସବୁବେଳେ ତୋ କଥା ଫୋନରେ କହେ। ହଉ ହଉ ଭିତରକୁ ଆତେ। ଭଲ ବେଲାଲେ ଆଇଛୁ। ମାଉତି ବଦିଆ ବଦ ମାତ ଦଲ କରତି। ଆମ ସାଙ୍ଗେ ଦିଟା ଖାଇ ଦେଇଥିବୁ ହେଲା। ಅಲ್ಲ ಲತ್ಯ ಕೊಯ್ಲು ಬಗ್ಗೆ ಹತ್ತಿತ್ತು ತಾವು ಆತೆ ಮೋ ಥಂಗಲೆ ಮಾತ್ತ ಕಾಯ್ವು ଦେଇତି ଦାଦା ରାନୀ ତନ ବଦା ବଦି ତଇଲା ନତିଆ ଆଇତି ତା ପାଇଁ ବି ବାଦ। କାହା ପାଇଁ? ଖଟିଆ ପାଇଁ? ଆଚ୍ଛା ଖଟିଆରେ କଣ ଖାଇବ ବା? ಅಲ್ಲ ಅವು ಕತ್ಯ ನತ್ಯ ನತ್ಯ ಮೋ ತಾಂಗ ଓହୋ ତଟିଆ। ହଉ ଆରେ ତଟିଆ ତୋ ବୋଉ କଣ କରୁଥିଲା ବା? ମାଉସୀ, ମୋ ବୋଉ ପୁରା ରାନ୍ଧୁଥିଲେ। କଣ କହିଲୁ? ବାନ୍ଧୁଥିଲା? କଣ ମୁଣ୍ଡ ବାନ୍ଧୁଥିଲା? ମାମୁଁ ଘରକୁ ଯିବ କି? ନାଇଁ ମାଉସୀ, ବାନ୍ଧୁ ନଥିଲେ, ଭାତ ରାନ୍ଧୁଥିଲେ। ହାତ ବାନ୍ଧୁଥିଲା? ଆରେ କାହାର? ତୁ ଆଗ ତାଇ ବାଲିଲୁ ବୋକଲ ପେଟ ଦଲିଲାଲି। ଆରେ କଣ ଜଳିଗଲା ବା? ନାଇଁ ନାଇଁ ମୁଁ ଗ୍ୟାସ ବନ୍ଦ କରିଦେଇଛି। ଆଉ କିଛି ଜଳି ପଡିଯିବନି। ହଁ ମୁଁ ସାଙ୍ଗେ ସାଙ୍ଗେ ମାରିଦେବି। ନତ୍ୟାକୁ ମାତ ମୁଣ୍ଡା ବାବୁ ତାକୁ ମାତ ମୁଣ୍ଡା ବାଲି ଭଲ ଲାଗେ। ଆଲେ ଆଲେ ତା ପୋଦା ମାତ ଗୁଣ୍ଡ ଗୁଡାକ ତାକୁ କଣ ଦଉତ? ତାକୁ ମାତ ମୁଣ୍ଡ ଦିଅ ମୁଣ୍ଡ। ଦେଲି ପରା ମାଛ ଗୁଣ୍ଡ। ଲୁଣିଆ ଲୁଣିଆ ପୋଡା ପୋଡା ମାଛ ଗୁଣ୍ଡ ଭଜା ମତେ ବି ବହୁତ ଭଲ ଲାଗେ। ସେଇ କଥାଟା ଆଗରୁ କହିଥିଲେ ହେଇନଥାନ୍ତା? ଏତେ ବଡ ପାଟି କାହିଁକି କରୁଛୁ? ମତେ କଣ ତୁ କାଲୁଣି ଭାବୁଛୁ? ଥିଲେ ତତେ କଲେ କେଲ ପଲିଆ ଡାକ ତାରିଲାନି କି? ତ ତଲ ତଲେ କାଇ ଖାଉଛୁ? ଆରେ ବାପା ନେଲୁ ନେଲୁ ଏଇ ଶୁଖିଲା ଭାତ ମୁଠେ ଗିଳି ଦେ। କଣ୍ଟା ଖସିଯିବ। ଅଟା ତ କଟିଗଲା। ତାକୁ লিখে ପାଲିଆଲି ଦିଅଲେ। କାନି ଦେବି? ହଁ ମୁଁ ସେଇ ପାଣି କହୁଛି, କାନି ନୁହେଁ। କିନ୍ତୁ ତୋ ବାପା ତ ଘରେ ରହୁନାହାନ୍ତି। ତୋ ବୋଉକୁ ତ ଶୁଣା ଯାଉନି। ତା ସାଙ୍ଗେ ବକ ବକ ହୋଇ ଚିଡ଼ ଲାଗୁଥିବ ତ। ಅಲ್ಲೇ ಮು ಕೋಕು ಪತ್ತಿಲ ನುವಲೆ ಅತ್ತಲೆ ತಾಲಿಕಿ ಕುವೆ ଆଚ୍ଛା ହଉ, ମୁଁ ଏଥର ଯାଉଛି। ಅಲ್ಲ ଟିକିଏ ଲଲେ ତାଙ୍କେ କାଇତୁ ଏଇଠି ଆମ ଗଲେ ଟିକେ ତୋଇ ପଲ ତାପଲ ଯାଇ ଗଲେ ପାଦ ପଲିବ। ହଁ ଭଲ କଥା କହିଲୁ। ଆରେ ମାଛ ଝୋଳ ବାସ୍ନାରେ ତ କେତେ ଭାତ ଖାଇଦେଲି। ଏବେ ଆଉ ଘରକୁ ଯାଇ ହବନି ଆଉ। ଆଲେ ଲାଦା ଲାଲେ ପିଲାଙ୍କୁ ମତାଲି ପକେଇଦେଲ। ମତା ଗୁଲା କାମୁଲି ପକେଇଲେନି। କାଇଁ କଣ ମିଛ? ନିଜେ ଖଟ ଉପରୁ ପିଲାଙ୍କୁ ଘୋଷାରି ପାରୁନ, ମତେ ଡାକୁଛ। ଆଲେ ଏ ତୋଇଲା ପିଲାକୁ ତଲୁ କାଇ ଗୋତାଉଛୁ? ତ ମୁଣ୍ଡ କାମ କଲୁନି। ଆରେ ତମେ ପରା କହିଲ ବିଛା କାମୁଡିବ, ପିଲାମାନଙ୍କୁ ଘୋଷାରି ପକାଅ। ଆଉ ମୁଣ୍ଡରେ ଏଥିରେ କଣ କାମ? ହାତରେ ତ ଘୋଷାରିବ। ଓହୋ ଲାଦା ଲାଲି ଲକ୍ଷ୍ୟ ହେଇତି ମୁଁ ବାହାଲେ ଲଉତି। ନହେଲେ ତମ ପାଖରେ ଥିଲେ ମୋ ମୁଣ୍ଡଟା କେବେ ତୁ କଲା ବି ଯାଆନ୍ତାନି। କଣ ପାଗଲପୁର ଯିବ? ଆଲେ ନାଇଁ ତାଉ ତମେ ଯାଉ ତୋଇବ, ମୁଁ ମତାଲି ପକେଇଦେବି। ହଉ
ମୋ ହାତଟା ଦରଜ ମୁଁ ଘୋଷାରି ପଡୁଛି। ହଁ ଖଟ ଉପରୁ ବିଛାଟାକୁ ବାହାରେ ପକେଇଦବ ମାରିବନି। ରକ୍ଷା ହେଇଗଲା। ଆଉ ସେ କାଣ୍ଡକୁ ଆଗ ନ ଧରି ଯଦି ମତେ ଘୋଷାରି ଦେଇଥାନ୍ତେ ତାହେଲେ ତ ମୁଁ ତଳେ ପଡି ଯାଇଥାନ୍ତି, ଅଣ୍ଟା ପକେଇ ଯାଇଥାନ୍ତା। ମୁଁ ଯାଏରେ ବାବା, ଏଠୁ ପଳେଇ। କିଲେ ତୁଆଲେ ଦାଉ ତୁ ବାପା ପଲା ମତାଲି ବାନ୍ଧିଲନି ଆଉ କଲା ମତେ କାମୁଲିବେ। ନାଇଁ ନାଇଁ, ଡେରି ହେଲେ ପୁରା ମୋ ବାପା ବାଡେଇବେ। ମୁଁ ଯାଉଛି, ତୁ ଶୋଇପଡୁ। ଆଲେ ତୁ ପଲା ତାଉତେଲେ ବହୁତ ତାଇତି ବୋଲି ତାଲି ପାଲି ବୋଲି ପୁଣି ଦାଉତ ତାଲା ଆଲେ ତୋଲ ତାଲେ କଥା ତାଲେ ଦିକ লাই ଆଉ ନାଇଁ, ମୋ ପେଟରୁ ଅଧା ହଜମ ହେଇଗଲାଣି। ମୁଁ ଏଥର ଚାଲି ଚାଲି ନୁହଁ, ଦୌଡ଼ି ଦୌଡ଼ି ପଳେଇବି। ଆଲେ 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 ଲତ୍ୟା ତୁଲୁ ଆଲେ ତା ବଇଟା ଲେକି ତାଲେ। ତେବେ ସାଙ୍ଗମାନେ ଡାଉନଲୋଡ କରିବାକୁ ଭୁଲିବେନି। ହେଲୋ ଆପ୍ଲିକେସନକୁ ଡେସ୍କ୍ରିପସନରେ ଲିଙ୍କ ଅଛି।